ଖାଇବାଟା ଆଜି ବଢ଼ିଆ ହେଇଥିଲା ନା? ବଢ଼ିଆ ହେଇଥିଲା ଖାଇବା। ମାନେ ଚିକେନକୁ ମଟନ, ତା ସାଙ୍ଗରେ ପୁଣି ବିରିୟାନୀ, ତା ସାଙ୍ଗରେ ପୁଣି ନାନ୍, ରୁମାଲ ରୁଟି, ଯାହା ଖାଇବ ଯେତେ ଖାଇବ। କ'ଣ କରିବା, ଲେଟ୍ ତ ହେଇଗଲାଣି, ଆମକୁ ଯିବାକୁ ପଡ଼ିବ ଆଉ। ହଁ, ରାତି ଆସି 1 ସାଢ଼େ 1 ହେଲାଣି ଆଉ। ଲୋକ କିଏ କୁଆଡ଼େ ଯିବେ? ଏଇ ବାହାଘରିଆ କୋଉଠି କିଏ ଗାଁ ଦିଗରେ ଗଛ ବେଲିକି ଟିକେ ପବନ ବାଜୁଛି, ଟିକେ ଯାଇ ହେଉଛି, ବୁଝିପାରିଲୁ? କ'ଣ କରିବା, ଆମେ ପଳେଇବା ଆଉ। ସର୍ଟକଟ୍ ବାଟ ଗୁଡ଼ା ଅଛି, ସେଇଥିରେ ପୁରେଇ ଦେଇ ପଳେଇବା ଆଉ, ବୁଝିଲୁ? ଦାଦୁ ଖାଇବାଟା କିନ୍ତୁ ମସ୍ତ ହେଇଛି। ଖାଇବାଟା ଭଲ ହେବନି? ବଡ଼ ଲୋକିଆ ଘର, କେତେ ପ୍ରକାର ଖାଇବା, ତା ପୁଣି ବମ୍ପେଇ ସିଷ୍ଟମ। ଆଉ ଲେଟ୍ କିନ୍ତୁ ହେଇଗଲାଣି, କ'ଣ କରିବା? ଏକର ବାଟେ ଆମ ଗାଁକୁ ଯିବାକୁ ପାଖ ହେବ, କାହିଁକିନା ରାତି ଅଧିକା ହେଲାଣି, ବୁଝିଲୁ? ଏକର ବାଟେ ଗଲେ ଆମେ ଜଲ୍ଦି ଯାଇ ଆମ ଗାଁରେ ପହଞ୍ଚିଯିବା। ସିଏ ବି ଆଇଁଷ ପୁଣି ଆମକୁ ଦେଇଦେଇଛନ୍ତି, ଆଇଁଷ ନେଲେ ରାତିରେ ଭଲ ନୁହଁ। ତାପରେ ଏକର ବାଟରେ ଆମେ ଗଲେ କିନ୍ତୁ ଜଲ୍ଦି ପହଞ୍ଚିବା ବୋଲି ମୁଁ ସେଇ ବ୍ୟବସ୍ଥା କରୁଛି। ପରିସ୍ରା କରିବ? ଦେଖିଲ ଟାଇମ୍ କେତେ ହେଲାଣି? ସମୟ ବର୍ତ୍ତମାନ ଆସିକିରି 1:10 ହେଇଗଲାଣି। ଜଲ୍ଦି ଯିବା ଆଉ। ଦାଦୁ କାଳି ଜନ ପଡ଼ିଛି ତ, ତା ଛଡ଼ା କିଏ ଯଦି ବିଲରେ କୋଉଠି ପାଳଭୂତ କରିଥିବ ଆଉ। ହଉ ଦେ ଚାଲେ, ସେ ଗଛ ଚାରା ଲାଗିଥିବ କି କ'ଣ? ଚାଲେ, ତୁ ଏତେ କଥା ବାହାର ନା। ସେ ଆସିକିରି 1:10 ହେଲାଣି, ଆମେ କେମିତି ଯାଇ ଘରେ ପହଞ୍ଚିବା? ଆଉ ପୁଣି ଆଡ଼େ ଘରେ ବ୍ୟସ୍ତ ହେଉଥିବେ, ଫୋନ୍ ଉପରେ ଫୋନ୍ କଲେଣି, କେମିତି ଯାଇ ଆମେ ପହଞ୍ଚିଗଲେ ଗଲା। ସେଗୁଡ଼ା କିଛି ମୁଣ୍ଡରେ ପୁରା ନା, ସେଗୁଡ଼ା ମୁଁ ଅଛି, କିଛି ବ୍ୟସ୍ତ ହେବାର ନାହିଁ। କ'ଣ ହେଉଛି? ଗାଡ଼ି ଷ୍ଟାର୍ଟ ହେଉଛି, ପୁଣି ବନ୍ଦ ହେଇଯାଉଛି। ଦେଖିବା ଆଉ ଥରେ କ'ଣ କରିବା। ତେଲ ନା ପକା ହେଇଥିଲା, 200 ଟଙ୍କାର ତେଲ ପକେଇଥିଲି। ଦେଖିବାକୁ ପଡ଼ିବ। ଚିନା ବାଟ ଆଡ଼େ ବି ବାଟ ବି ନାହିଁ ବଜାରକୁ ଯିବାକୁ। ସେଠି ଗୋଟେ ଘର ରହିଲା, କିନ୍ତୁ ସେ ଘର କିଏ ରହିଲା ଭଳିଆ ଲାଗୁନି। କାହିଁ କହିଲୁ? ସେମିତି ଭୂତ ବଙ୍ଗଳା ଭଳିଆ ଦେଖାହେଉଛି ସେ ଘର। କ'ଣ କରିବା, ଗଡ଼େଇ ଗଡ଼େଇ ଯିବା। ନା କ'ଣ କରିବା? ମୁଁ କହୁଛି ଦାଦୁ ଏକରଟେ ଆଣ ନା, ଅଚିନା ବାଟ। ବ୍ଲକ୍ ସର୍ଟ ହେଇଗଲା କି? ମୋବାଇଲ ଟିକେ ମାଇଲୁ, ଟର୍ଚ୍ଚ ଦେଖିବା। ମୋ ଫୋନ୍ ଅଛି, ମୁଁ ମାରିଦେବି। ତ ଠିକ୍ ଅଛି, ଏକରେ ବ୍ଲକ୍ଟା ସେକରେ ଦେଖିବାକୁ ପଡ଼ିବ। ଠିକ୍ ଠାକ୍ ତ ଅଛି, ତେଲ ବି ଅଛି। କ'ଣ କରିବା, ତଥାପି ଏଠୁ ଆହୁରି 5 କିଲୋମିଟର ଏଇନା। ଏ ରାସ୍ତାଟା 5 କିଲୋମିଟର, ଏ ନିଛାଟିଆ ରାସ୍ତାଟା ଦେଖିବା। ହଉ ଦେ, ତୁ ଗୋଟେ କାମ କର, ତୁ ମୋ ଗାଡ଼ି ପଛରେ ଏହାକୁ ଧର, ମୁଁ ଗଡ଼େଇ ଗଡ଼େଇ ଯାଉଛି। ଯିବା, ତାପରେ ମୋବାଇଲ ଟର୍ଚ୍ଚଟା ମାରିଦେ। ମୋବାଇଲ ଟର୍ଚ୍ଚ ମାରିକି କଥା ହେଇକା ପଳେଇବା ଆଉ, ନା କ'ଣ କହୁଛୁ? ଖାଇବାଟା ବି ଆମେ ନେଉଛେ ନା, ସେଇଟା ହେଉଛି କଥା। ମୁଖ୍ୟ କଥା ହେଉଛି ଆମେ ଡରଟା ସେଠି ରହୁଛି। ଡରିବାରେ କ'ଣ ଅଛି? ଆମେ 2 ଜଣ ଅଛୁ, କ'ଣ ହେବ? ଚାଲ। କେତେ ସମୟ ଲାଗିବ କ'ଣ? ଆଉ ଅଳ୍ପ ବାଟ ରହିଲା, କ'ଣ କରିବା ଆଉ? ଦେଖୁଛୁ ତ, ତେଲ ଅଛି, ସବୁ ଅଛି, ଗାଡ଼ି ଖାଇ ଆମ ପାଖରେ, ଆମେ ଚାଲି ଯାଉଛେ। ଆମେ କରୁଛୁ ବାଟରେ, ଏଇ ବାଟରେ ଆସ ନା। କିନ୍ତୁ ମୁଁ ଭାବିଲି କ'ଣ, ଜଲ୍ଦି ଯିବା ପାଇଁ ଟିକେ ସୁବିଧା ହେବ, ସେଥିପାଇଁ ପଳେଇ ଆଇଲି। ଆଉ କ'ଣ କରିବା, ଘରୁ ବାର ଫୋନ୍ ଆଇଲାଣି। ଆଉ ଇଏ ପୁଣି ଅନ୍ଧାର ରାସ୍ତାକୁ, ଏ ଯେଉଁ ଦିକରେ ବଣ, ଏଇ ଯେଉଁ ବର୍ଷା ଦିନ ଭଳିଆ ଯେମିତି ପୋକ କୁଚୁରୁ ଶବ୍ଦ, ସାଡ଼ୁ କାହିଁ ପଛକୁ ଅନଉଛି? ଆମେ ତୁ ଏକରକୁ ଆଇଲୁ, ମୋ କରକୁ ଆ, ପୁଣି କେଉଁଠି ଡରିବୁ? ଯା, କିଛି ଅସୁବିଧା ନାହିଁ। ମୁଁ ଏକରେ ଯାଇଯିବା, କିଛି ଅସୁବିଧା ନାହିଁ। ମୁଁ ଆଗରୁ ଏକରେ ରାତିରେ ଯାଏ ଯେ, କିନ୍ତୁ ଡରିବାର କିଛି ନାହିଁ। ଚାଲ, ମୋ ପାଖାପାଖି ରହ, କିଛି ଅସୁବିଧା ହେବନି, ଜନା। ହନୁମାନ ଚାଳିଶା ବୋଲୁ, ଜୟ ହନୁମାନ ଜ୍ଞାନ ଗୁଣ ସାଗର ରାମ ବଦଳ ରାମ, ବୋଲ, କିଛି ଅସୁବିଧା ନାହିଁ। ଡର ମାରୁଛି ନା? ଡର ତ ନାହିଁ, ଆଉ କ'ଣ ବ୍ୟସ୍ତ କାହିଁ ହେଉଛି? ଆଉ କେତେ ସମୟ ଦାଦୁ ଲାଗିବ? ଆଉ ଅଳ୍ପ ବାଟ ରହିଲା, ବ୍ୟସ୍ତ ଖାଲି କହୁଛୁ ଅଳ୍ପ ବାଟ। କ'ଣ କରିବା, ପରିସ୍ଥିତି ସେଇଭଳିଆ ହେଲା ଆଉ। ଏମିତି କ'ଣ ହେବ ବୋଲି ମଣିଷ ଜାଣିଥିଲା? ଦେଖିଲ ଦାଦୁ, ସେଠି ଗୋଟେ ଠିଆ ହେଇଛି। ସେଠି କହିଲ ପାଳଭୂତ ଠିଆ ହେଇଛି। ସେଠି ଦେଖିଲ କିଏ ଠିଆ ହେଇଛି? ଏଇ ଯେଉଁ ଦେଖାଯାଉଛି, ଝାଡ଼ା ଫାଡ଼ା ହେଇଥିବ। ଝାଡ଼ା ଫାଡ଼ା କ'ଣ ସେଠି ମୁଁ ଦେଖିଲି? ତୁ ଆମର ଚାଲେ, କିଛି ବ୍ୟସ୍ତ ନାହିଁ, ତୁ ବ୍ୟସ୍ତ ହନା। ତୁ ଠିଆ ହେଇଥିବ, ତୁ ତା ବାଟରେ ଠିଆ ହେଇଛି, ଠିଆ ହେବା କଥା ଠିଆ ହେଇଥିବ। କେତେ
ଲାଗୁଛି ପୁରା କିଏ କିଏ ସେଠି? ଆରେ ମୁଁ ପଚାରୁଛି କିଏ ସେଠି? ଦେଖ ଭାଇ। ଓ ଭାଇ ତୁ ଝାଡ଼ା ହେଇଛି? ଝାଡ଼ା ହେଇଛି ରାତି 1:30 ହେଲାଣି ଝାଡ଼ା ହେଇଛି। ଭାଇ ନା କିଏ? ନାଇଁ ତୁ ଆ କଣ କରିବା? ତମ ଗାଡ଼ି ଷ୍ଟାର୍ଟ କଲ ଦେଖିଲ ଷ୍ଟାର୍ଟ କଲ ହଉଛି ନା ନାଇଁ ଭାଇ ଇଏ କାହିଁ ଜଣା ପଡୁନି। ନା ନା ହଉନି। କଣ କରିବା ଆଉ ଅଳ୍ପ ବାଟ ରହିଲା। ଗାଡ଼ି ତୁ ଚାଲ ଚାଲ ପଳେଇବା ଚାଲ ସେଠି ଯୋଉ ଠିଆ ହେଇଥିଲା କିଏ କହିଲୁ ମୁଁ ବି ଜାଣିପାରିଲିନି। ଚାଲ ଦେଖିବା ଯାହା ହବ ଚାଲ। ଦେଖ ଆଉ ଷ୍ଟାର୍ଟ କଲ କଣ ହଉଛି? କଣ ଷ୍ଟାର୍ଟ କରିବି? ଆରେ ହେଇ ତେଲ ଚାବିଟା କିଏ ଅଫ୍ କଲା? ଏଇ ବା ଏଇ ବନ୍ଦ ହେଇଛି। କଣ ଆମେ ଏତେ ବାଟରୁ ଆସିଲୁ? ଏତେ ବାଟରୁ ଆଇଲୁ ଆମର ତ ଅନ୍ ଥିଲା ବନ୍ଦ କିଏ କଲା? ତୁ ଗୋଟେ କାମ କର ବସ ଦେଖିବା। ତେଲ ଚାବି କିଏ ଗୋଟା ଅଫ୍ କରିଦେଇଛି ଆଉ। ଯିବା କେମିତି? ନା ପଳେଇବା ଏତେ ରାତିରେ ତମେ କୋଉଠି ଥିଲ? ଭାଇ ତ ମୁଁ ତ ଫେରିକି ଆସିଛି ପୂଜା। ତମେ କୁଆଡେ ଯାଇଥିଲ? ପୂଜା ପାଠ। ହଁ ଏ କୁହନା ନନା ଇଏ ନାକେ ଦମ ହେଲାଣି। ତମେ କାହିଁ ଏପଟରେ ଆସିଛ କହିଲ ରାତିରେ ଆ ଭିତରେ? ମାନେ ଜାଗାଟା ଖରାପ। ନାଇଁ ଗୋଟେ ବାହାଘରିଆ ଭୋଜି ଥିଲା। ଆଇଁଷ ଭାଇ ଜାଣିଛ କି? ସେ ବେଗରେ ଟଙ୍କା ହେଇଛି ଆଇଁଷ। ଯଦି ବଞ୍ଚିଗଲ କୁହ। ପୁରା ସାଂଘାତିକ ପରିସ୍ଥିତି। ସେ ଗୋଟେ ଆଗରେ ଗୋଟେ କିଏ ଦୌଡ଼ିଗଲା। ତାପରେ ମୁଁ ପୁରା ଖତରନାକ ଜାଗା। ଇଠି ଗୋଟେ ଜାଗା ଗୋଟେ ଆଗରେ ଗୋଟେ ଜାଗା ଅଛି। ମୁଁ ଜାଣିନଥିଲି ଏମିତିଆ ଏ ଜାଗା ବୋଲିକିରି। ଗାଡିର ଆଇଁଷ ଟଙ୍କା ହେଇଛି ସେ ଲୋକ ଆଇଁଷ ଦେଇଛି। ଯାହା ହଉ ଯେମିତି ହେଲେ ଟିକେ ବଞ୍ଚିଗଲ। ଯାହା ହଉ ପ୍ରଭୁଙ୍କ ଦୟା। ତମେ ଏମିତି ଅନ୍ଧାର ରାତିରେ କେମିତି ଯିବ? ଆମେ ଅଛି ବା ଆମର କ'ଣ ଟେନସନ୍ ଅଛି? ଆମେ ସରିକି ସବୁବେଳେ କାରବାର। ଆମେ ମାନେ ଦିଟା କେତେବେଳେ ତ ଦେଖିଛୁ। ବର୍ତ୍ତମାନ ତ 1:30 ରାତି ହେଇଗଲାଣି। ତମେ ଦେଖିଲା ବେଳକୁ ଏତେ ରାତିରେ ଯାଉଛ। ତା ଛଡା ତମେ ମନ୍ତ୍ର ଶିଖିଛ ବୋଲି ବଞ୍ଚି ଯାଉଛ। ଆଉ ସେ ନନା ପଳେଇଲାଣି ତାଙ୍କ ବାଟରେ। କିନ୍ତୁ ଖାଦ୍ୟଟା ଫୋପାଡ଼ି ଦେବା ଏଠି। କାହିଁ ଖାଦ୍ୟ ବୋଡ଼େ? ସେ ଗୋଟେ ଲୋକ ଦେଇଛି ଜଣଙ୍କର ଆଶା ଥବ। ବୁଢୀ ଲୋକ ବୁଢା ଲୋକ ଡାକି ଆମେ କ'ଣ ଦେଖିଲେ? ନନା ଏବେ କ'ଣ କହିଲେ? ସେ କହିଲେ ମୁଁ ବିଶ୍ୱାସ କରୁଛି ଯେ କିନ୍ତୁ ଆମେ ଖାଦ୍ୟ ସହିତ ତାର କିଛି ଜଡ଼ିତ ନାହିଁ। ଫୋପାଡ଼ି ଦିଅ ଫୋପାଡ଼ି ସରିଯିବ ସବୁ ଟେନସନ୍ ଯିବ ଆମର ଜୀବନ ଆମର ଖାଦ୍ୟ ଦେଖିବା ଚାଲ କିଛି ବାଟ ଚାଲ ଦେଖିବା ଖାଦ୍ୟ ଥାଉ ବ୍ୟସ୍ତ ହନା ଚାଲ 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 ବସ ତୁ ବସ। ସେ ନନାଙ୍କର ନିତିଦିନିଆ ରାସ୍ତା ଆମେ ଦିନିକିଆ। ଆଜି 2ଟା ହେଇଗଲାଣି ସମୟ ଜଣା ପଡ଼ୁନି ଘରକୁ କେତେବେଳେ ପହଞ୍ଚିଛି। କାନ୍ଦିଲା ଭଳିଆ ଶୁଭୁଛି। ନାଇଁ ତ ମତେ କୋଉଠି ଶୁଭୁନି। ଆଗରେ ନା ପଛରେ? ନାଇଁ ସେମିତି କିଏ ଶୁଭୁ ପୋକ ବୋବୁଛନ୍ତି। ମାନେ କ୍ଷଣ ଟିକେ ବଞ୍ଚିକି ଆଇଛ ତମେ। ଏଇ ରାସ୍ତାରେ ଆଉ ଆସିବ ଯୋଉ ବୋପା ସର୍ଟକଟ୍ ଦେଖି ତମେ ଆଇଲ ନା ମନେ ହେଲେ ମୁଁ ତ ଜାଣିଥିଲି ଏଭଳିଆ ନନା ବି କହିଲେ ନାଟର ବୋଧେ ଖାଇବାଟା ରହିଲ ଏଇଠି ତମେ ନା ଆଗେ ରହିଲ। ବୋଧେ ଆମକୁ ଯିବାକୁ ଦେଇନଥାନ୍ତା। ଏମିତି ଡେଞ୍ଜର କେଠି ଟଙ୍କା ହେଇଛି। କାଲି ବଞ୍ଚିଲେ କେତେ ଖାଇବା ଚାଲ।